ସ୍ୱାମୀଜୀଙ୍କର ଅନ୍ୟାୟ ସ୍ୱାମୀଜୀଙ୍କ ପାଇଁ ଦୁଇଟି କମିଶନ ହେଲା ନାଇଡୁ କମିଶନ ମହାପାତ୍ର କମିଶନ କିନ୍ତୁ କୌଣସି କମିଶନର ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରାଗଲା ହିନ୍ଦୁମାନଙ୍କୁ ଲାଭ କିଛି ନାହିଁ। ଏବେ ଅଧ୍ୟୟନରୁ ଯାହା ଜଣା ପଡ଼ିଲାଣି ସେଥିରେ ସ୍ୱାମୀଜୀଙ୍କ ବିଷୟରେ କିଛି ଲେଖା ହେଇଛି। ତାହେଲେ ସେ କମିଶନ ଏତେ ଏତେ ପଇସା ଖର୍ଚ୍ଚ କରି କଣ ଲାଭ ହେଲା? ସେ ନ୍ୟାୟ ଠାରୁ ଆପଣ କଣ ନ୍ୟାୟ ଆଶା କରିପାରିବେ? ସାପ ନମରୁ ବାଡ଼ି ନ ଭାଙ୍ଗୁ ଭଳିଆ ଗୋଟେ ରିପୋର୍ଟ ଦେଇଛି। ଏଇଟା କଣ ଶିକ୍ଷା? ଖାଲି ରିପୋର୍ଟ ଆମ ପକ୍ଷରେ ଦେଇଛି ଏଠି ଖ୍ରୀଷ୍ଟିଆନ ମାନେ ଧର୍ମାନ୍ତରୀକରଣ କରୁଥିଲେ ତାର ପରିଣାମ ସ୍ୱାମୀଜୀଙ୍କର ହତ୍ୟା। ସ୍ୱାମୀଜୀଙ୍କ ହତ୍ୟାକାରୀ କିଏ? କୋଉମାନେ ଯେମିତି ତିନିଟି ଆପଣ ଯୋଉ ତିନିଟି ଜିନିଷ ଉଲ୍ଲେଖ କଲେ, ହତ୍ୟାକାରୀ ଜଣେ, ହତ୍ୟା ଷଡ଼ଯନ୍ତ୍ରକାରୀ ଜଣେ, ଅସ୍ତ୍ରଶସ୍ତ୍ର ଯୋଗାଇଲା ବାଲା ଜଣେ। ଯଦି ଆମର ଭାରତର ନ୍ୟାୟ ବ୍ୟବସ୍ଥାକୁ ଦେଖିବା ଏ ତିନି ଜଣ ଦୋଷୀ। ଏବେ ବି ସରକାର ତତ୍ପରତା ଦେଖେଇଥିଲେ, ଆମର ଜଣେ ରାଜନେତା ଉପସ୍ଥିତ ନଥିଲେ ବି ତାଙ୍କୁ ଜେଲରେ ପୁରେଇଥିଲେ। କିନ୍ତୁ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଭଳି ଯୁଗ ପୁରୁଷ ଯିଏକି ସମଗ୍ର ମାନବ ଜାତି ପାଇଁ ଗୋଟେ ଆଶୀର୍ବାଦ ଥିଲେ, ତାଙ୍କର ଏଭଳି ବିଭତ୍ସ ହତ୍ୟାକାଣ୍ଡ ହେଇଗଲା। 2008 ରୁ 2025 ମସିହା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡୁଛି। ସରକାରର ଅନ୍ତ ହେଲା, ନୂତନ ସରକାର ଆସିଲା। ଯଦି ଆମେ ଏଥିରେ ବିଫଳ ହବା ତାହେଲେ ଆମକୁ କଣ କେବେ ଭଗବାନ କ୍ଷମା କରିବେ? ଆମକୁ କଣ ଏ ଜନତା କେବେ କ୍ଷମା କରିବେ ଆପଣ ଭାବୁଛନ୍ତି? କିନ୍ତୁ ସମସ୍ୟା ଆମ ପାଖରେ ବର୍ତ୍ତମାନ ଆଜି ଦିନରେ ନୂତନ ବିକଳ୍ପ ନ ହେବା ପର୍ଯ୍ୟନ୍ତ ଏମାନେ ଅଛନ୍ତି। ଏମାନେ କୁ ଭଲ ଏମିତି କିନ୍ତୁ ଆଜି ନୂତନ ବିକଳ୍ପ ନ ହେବା ପର୍ଯ୍ୟନ୍ତ ଆଠୁ ଆଉ ଭଲ କିଏ? ଆମେ ପୁଣି ନବୀନକୁ ଫେରେଇବା ଆଜ୍ଞା, ଆଉ ଏଇ ଦୁଷ୍ଟ କଂଗ୍ରେସ ମାନଙ୍କୁ ଫେରେଇବା ଯୋଉମାନେ ସାରା ଭାରତକୁ ନଷ୍ଟ କରିଦେଇଛନ୍ତି। ମାନେ ଗଧ ମାନଙ୍କ ଭିତରେ ଫାଷ୍ଟ ଯୋଉମାନେ ଆମେ ତାଙ୍କ ସହିତ ଯିବାକୁ ପଡିବ। କିନ୍ତୁ ମହାରାଜ ଏବେ ମଧ୍ୟ ଆହ୍ୱାନ ଆପଣଙ୍କ ସାଧୁ ସନ୍ଥ ମାନଙ୍କ ପାଖରେ ଆହ୍ୱାନ, ଆର ଗୋଟେ ପୂର୍ଣ୍ଣଚ୍ଛେଦ ପଡୁ। ଆପଣ ମାନ ଆହ୍ୱାନ ଦେଲେ ଆଉ ଆପଣ ମାନେ ଯୁଗେ ଯୁଗେ ଆହ୍ୱାନ ଦେଇଛନ୍ତି, ଆଉ ଯୁଗେ ଯୁଗେ ପରିବର୍ତ୍ତନରେ ଆପଣ ମାନଙ୍କର ମାର୍ଗଦର୍ଶନ ରହିଛି, ଆଉ ଆପଣଙ୍କ ମାର୍ଗଦର୍ଶନରେ ହିଁ ଉତ୍ତରପ୍ରଦେଶରେ କାନୁନ ଠାରୁ ଉର୍ଦ୍ଧ୍ୱରେ ଯାଇକି ଯୋଗୀ ଆଦିତ୍ୟନାଥ ଏନକାଉଣ୍ଟର କରିଦେଇଛି, ମାରିଦିଅ ତାପରେ ଦେଖେ ଘର ଭାଙ୍ଗି ଦିଅ ତାପରେ ଦେଖେ ଏପରି ଓଡିଶାରେ ହେବନି। ଆଜ୍ଞା, ଏମାନେ କାହିଁକି ଆମଙ୍କର କିନ୍ତୁ ଅପେକ୍ଷା ଥିଲା କମିଶନର ରିପୋର୍ଟ ସାର୍ବଜନୀନ ହବା ଦରକାର। ନାଇଁ ଆମେ କାଲି ଆଜି ଏବେ ଯୋଉ ଚର୍ଚ୍ଚା ଥିଲା ଆମ ବୈଠକରେ କମିଶନ ରିପୋର୍ଟ ଯୋଉମାନେ ଅଧ୍ୟୟନ କରିଛନ୍ତି ତାକୁ ସାର୍ବଜନୀନ କଲେ ଲାଭ ନାହିଁ କି କ୍ଷତି ନାହିଁ। ତାହେଲେ ଆମର ଗରିବ ଜନସାଧାରଣଙ୍କର ଟିକସ ପଇସା କାହିଁକି ତାଙ୍କ ପାଇଁ ଏତେ ଖର୍ଚ୍ଚ କରାଗଲା? ସେଇ କମିଶନରେ ଯୋଉମାନେ ବସିଥିଲେ, ଦୁଇଟା କମିଶନରେ ଯେତିକି ଖର୍ଚ୍ଚ ହେଇଛି ତାଙ୍କ ଠାରୁ କାହିଁକି ପୁଣି ସେମାନେ ତାକୁ ଫେରେଇ ଦଉନାହାନ୍ତି? ତାଙ୍କ ଉପରେ କାହିଁକି ଆକ୍ସନ ନିଆଯାଉନି? କାହିଁକି ଭାରତର ଏଭଳି ବ୍ୟବସ୍ଥା ରହିଲେ ଭାରତର ଜନସାଧାରଣ କେମିତି? ଏବେ ଯୋଉ କମିଶନ ରିପୋର୍ଟ ଦୁଇଟା ଦେଲେ ଓଡିଶା ସରକାର ପଢିବ, ଯୋଉମାନେ ଥିଲେ ସୁରେଶ ପୂଜାରୀ ପଢିଛନ୍ତି, ଆମର ସେ ଭୂପେନ୍ଦ୍ରଙ୍କ ପୁଅ ପଢିଛି, କହିଲେ ଏଥିରେ ସାପ ମରୁ ନାହିଁ, ବାଡି ଭାଙ୍ଗୁ ନାହିଁ, କାହାରି ବିରୋଧୀ ନାହିଁ କି କାହାରି ପକ୍ଷରେ ନାହିଁ। ସ୍ୱାମୀଜୀଙ୍କ ହତ୍ୟା ହେଇଛି ସତ, ମିଶନାରୀ ଆଉ ସ୍ୱାମୀଜୀଙ୍କ ହତ୍ୟା ଏଥିପାଇଁ ହେଇଛି ସେ ବିରୋଧ କରୁଥିଲେ, ମିଶନାରୀ ମାନେ ଧର୍ମାନ୍ତରୀକରଣ କରୁଥିଲେ। ଦୁଇ ଆଡୁ ଏମିତି ମିଶେଇ ଗ୍ରାହାମ ଷ୍ଟେନ୍ସଙ୍କର ହତ୍ୟା ହେଲା, କେତେ ତତ୍ପରତା ଦେଖେଇଥିଲେ ସରକାର, କିନ୍ତୁ ସ୍ୱାମୀଜୀଙ୍କର ହତ୍ୟା ହେଲା ଜମା ତତ୍ପର ନାହିଁ। ଆମେ ହିନ୍ଦୁ ସନାତନୀ ଆମ ଜାଗାରେ ଆମ ଘରେ ଏଇଭଳି ଘଟଣା ମାନ ଘଟୁଛି। ଆଜ୍ଞା, ଏଥିରେ ବହୁତ ମନ ଭିତରେ ବହୁତ କ୍ରୋଧ ଆସୁଛି, ବହୁତ କ୍ରୋଧ ବି କୋହ ବି ଯଦି ଏଇ ଏବେ ଦେଖୁଛି ଜନ୍ମାଷ୍ଟମୀ ନହେଲେ ପୁଣି ଆମେ ପୁଣି ଯାଇଛା ତାଙ୍କ ବି କଣ ସେମାନେ ଛାଡିବାନି ଯଦି ସ୍ୱାମୀଜୀଙ୍କ ବିଷୟରେ କିଛି ନ କର। ଆଜ୍ଞା, ପୁଣି ପ୍ରଚଣ୍ଡ ଆନ୍ଦୋଳନ ଆପଣ ମାନଙ୍କ ସହିତ ସମଗ୍ର ଯୁବ ସମାଜ, ସମଗ୍ର ଛାତ୍ର ସମାଜ ଆଉ ସମଗ୍ର ହିନ୍ଦୁ ସମାଜ, ସମଗ୍ର ସନାତନୀ ସମାଜ ଆପଣ ମାନଙ୍କ ମାର୍ଗଦର୍ଶନରେ ଆପଣଙ୍କ ସହିତ ରହିବେ। ଆଉ ନିହାତି ଏ ଯୋଉ ଆକାଶଟାକୁ ପୁଣି ଅସ୍ତ କରାଯିବ, ଆମକୁ ନୂତନ ସୂର୍ଯ୍ୟକୁ ଆବିର୍ଭାବ କରିବା। ଏଇମାନେ ଆମ ପାତଳ ପଡିବେ ଯିବେ ଆସିକି ଆମେ ସବୁ କରିଦବୁ କହିବେ ପୁଣି ଏମାନେ ସାମନେ ପଳେଇ ଆସିବେ। ସମସ୍ୟା ତ ସେଇଠି। ଆଜ୍ଞା ମହାରାଜ ମାନେ ହଉଛି ଆମେ ଏତେ ସରଳ ଯେ କି ମୁଣ୍ଡିଆ ମାରି ଗୁଡ ଦେଲେ ଆସିବ। ଆପଣଙ୍କୁ ଚାଣକ୍ୟଙ୍କ ଭଳି ହବାକୁ ପଡିବ।